ଭାଇ ନମସ୍କାର। ଅନୁରୋଧ କରେ ଅଳ୍ପ ସମୟ ଆପଣ ସୁସମାଚାର ଶୁଣନ୍ତୁ। ଆପଣ ଯେ ବାଇବେଲ ଜାଣିନାହାନ୍ତି ସେ କଥା ମୁଁ କହୁନାହିଁ। ଆପଣ ମଧ୍ୟ ବାଇବେଲ ଜାଣିଛନ୍ତି। ତଥାପି ଆସନ୍ତୁ ଆମେ ବାଇବେଲ ବିଷୟରେ ଅଳ୍ପ ସମୟ କଥା ହେବା। ମୁଁ ଦୀର୍ଘ ଦିନ ହେଲା ଖ୍ରୀଷ୍ଟିଆନ ଜୀବନରେ ବଞ୍ଚିକି ଆସୁଅଛି, କିନ୍ତୁ ମୁଁ ବାଇବେଲର ବାକ୍ୟ ଗୁଡ଼ାକ ଜ୍ଞାନ ଭାବରେ ଜାଣିଥିଲି, କିନ୍ତୁ ମୋର ବିଶ୍ୱାସ ନଥିଲା। ମୁଁ ଦେଖେଇବି ବାଇବେଲ ଭିତରେ କେମିତି ସତ୍ୟ ଲୁଚିକି ରହିଛି। ଆଉ ଆମେ ଯଦି ସତ୍ୟ ନ ଜାଣିବା ତେବେ ଆମେ ପରିତ୍ରାଣ ପାଇପାରିବା ନାହିଁ, ଆମେ ମୁକ୍ତି ପାଇପାରିବା ନାହିଁ। ଆମେ ଯେତେ ବିଶ୍ୱସ୍ତ ଲୋକ ହେଲେ ମଧ୍ୟ କିଛି ଫରକ ପଡ଼ୁନାହିଁ। କାରଣ ମୁଁ ଯଦି ଆପଣଙ୍କୁ କହିବି କଇନ ବିଷୟରେ, କଇନ ଜଣେ ବିଶ୍ୱସ୍ତ ଲୋକ ଥିଲା, ଆଉ ସେ ବହୁତ ଭଲ କାମ ମଧ୍ୟ କରୁଥିଲା। ତ ଏଠି ପ୍ରଶ୍ନ ଉଠୁଛି, କଇନକୁ କାହିଁକି ପରମେଶ୍ୱର ଗ୍ରହଣ କଲେ ନାହିଁ? ସେ କ'ଣ ବ୍ୟଭିଚାର କରିଥିଲା କି, ଚୋରି କରିଥିଲା କି, କିମ୍ବା ଆଉ କିଛି କରିଥିଲା କି? କିଛି କରିନଥିଲା, କିନ୍ତୁ ପରମେଶ୍ୱର ତାକୁ କାହିଁକି ଗ୍ରହଣ କଲେ ନାହିଁ? ତାର ଗୋଟେ ମାତ୍ର କାରଣ ସେ ସୁସମାଚାରକୁ ଜାଣିନଥିଲା, ସତ୍ୟ କ'ଣ ଜାଣିନଥିଲା, ଆଉ କେଉଁ ରାସ୍ତାରେ ଗଲେ ଈଶ୍ୱର ତାକୁ ଗ୍ରହଣ କରିବେ ସେଇଟା ଜାଣିନଥିଲା। ତେଣୁ ତାର ବୁଦ୍ଧି, ତାର ବିବେକ, ତାର ଜ୍ଞାନକୁ ଖଟେଇକି ସେ ବହୁତ ଚେଷ୍ଟା କରିକି ଭଲ ଜୀବନ ଗୋଟେ ବିତେଇଥିଲା, ଆଉ ବେଶୀ ପରିଶ୍ରମ କରୁଥିଲା। କିନ୍ତୁ ଶେଷରେ ଦଶା କ'ଣ ହେଲା? ପରମେଶ୍ୱର ତାକୁ ଗ୍ରହଣ କଲେ ନାହିଁ। ତ ମୁଁ କ'ଣ କହିବା ପାଇଁ ଚାହୁଁଛି, ଯଦି ବି ଆମେ ବାଇବେଲ ପଢ଼ିବା, ଜାଣିବା, ଆମେ ଯେକୌଣସି ଚର୍ଚ୍ଚର ସଦସ୍ୟ ହେଲେ ମଧ୍ୟ ସମସ୍ୟା କିଛି ନାହିଁ, କିନ୍ତୁ ଆମକୁ ସତ୍ୟ ଜାଣିବାକୁ ଅଛି। ସତ୍ୟ, ଈଶ୍ୱର ଯେଉଁ ରାସ୍ତାରେ ଆମକୁ ଡାକିଛନ୍ତି, ଯେଉଁ ରାସ୍ତାରେ ଆମର ପାପ କ୍ଷମା ହେବ, ସେଇ ରାସ୍ତାକୁ ଯଦି ଆମର ହୃଦୟକୁ ନେଇପାରିବା ନାହିଁ, ଆମେ ଗୋଟେ ଲୋକ ହେଇଯିବା। ଆମେ ଯଦିଓ ବି ଭଲ କାମ କରୁଥିବା, କିନ୍ତୁ ଆମେ କେବେ ହେଲେ ପାପ କ୍ଷମା ପାଇପାରିବା ନାହିଁ। ତ ଆମେ ଯଦି ପାପ କ୍ଷମା ପାଇପାରିବା ନାହିଁ, ତେବେ ପରମେଶ୍ୱରଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ ଭାଇ। ବାଇବେଲରେ ସେମିତି ଲେଖା ହେଇଛି। ରୋମିଓ 8 ପର୍ବରେ ଏମିତି ଲେଖା ହେଇଛି, ଗୋଟେ ବାକ୍ୟ ଦେଖେଇବି। ରୋମିଓ 8 ପର୍ବ କାଢ଼ିବା ଆମେ। ରୋମିଓ 8:9 ପଦ ମୁଁ ପଢ଼ୁଛି। କିନ୍ତୁ ଈଶ୍ୱରଙ୍କର ଆତ୍ମା ଯଦି ତୁମ୍ଭମାନଙ୍କ ଠାରେ ବାସ କରନ୍ତି, ତାହେଲେ ତୁମେମାନେ ଶରୀର ବଶରେ ନାହ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇନଥାଏ, ତେବେ ସେ ତାହାଙ୍କର ନୁହେଁ। ଯଦି କେହି ଖ୍ରୀଷ୍ଟଙ୍କର ଆତ୍ମା, ପବିତ୍ର ଆତ୍ମା ପ୍ରାପ୍ତ ହୋଇନଥାଏ, ତେବେ ସେ ତାହାଙ୍କର ନୁହେଁ ବୋଲି ବାଇବେଲ କହିଲା। ପବିତ୍ର ଆତ୍ମା କୋଉ ଲୋକ ପାଖରେ ବାସ କରନ୍ତି? ନାଇଁ, ଯେଉଁ ଲୋକ ପରିତ୍ରାଣ ପାଇଛି, ପାପ କ୍ଷମା ପାଇଛି, ଯାହାର ପାପ ଯୀଶୁଙ୍କ ରକ୍ତ ଦ୍ୱାରା ଧୁଆ ଯାଇଛି, ସେହି ଲୋକ ପାଖରେ ପବିତ୍ର ଆତ୍ମା ଅଛନ୍ତି। ତେବେ ବାଇବେଲ ସ୍ପଷ୍ଟ ଭାବେ କାଟୁଛି କି ତୁମେ ଯଦି ଯୀଶୁଙ୍କର ଆତ୍ମା ପାଇନାହ, ତେବେ ତୁମେମାନେ ଯୀଶୁଙ୍କର ନୁହଁ। ତେବେ ଯୀଶୁଙ୍କର ଯଦି ଆମେ ଏତେ ବାଟ ଆଗେଇ ଆସିଲୁ, ବାପ୍ତିସ୍ମ ନେଲୁ, ପ୍ରଭୁ ଭୋଜ ଖାଇଲୁ, ଆଉ ଖ୍ରୀଷ୍ଟିଆନ ଜୀବନରେ ଅନେକ ପରିଶ୍ରମ କଲୁ, ଦାନ ଦେଲୁ, ଆଉ ବହୁତ ଗୁଡ଼ାଏ ବିଷୟ କଲୁ, କିନ୍ତୁ ପବିତ୍ର ଆତ୍ମା ଯଦି ଆମ ଭିତରେ ନାହାନ୍ତି, ତେବେ ଆମେ ଖ୍ରୀଷ୍ଟଙ୍କର ନୁହଁ ବୋଲି କହିଲେ ବାଇବେଲ କହୁଛି, ମୁଁ କହୁନି। ଯଦି ବାଇବେଲ ସେ ପ୍ରକାର କହୁଛି, ଯଦି ଆମେ ପବିତ୍ର ଆତ୍ମା ପାଇନାହୁଁ, ତେବେ ପ୍ରକୃତରେ ଆମେ ମଲା ପରେ କୁଆଡ଼େ ଯିବା? ତାପରେ ବାଇବେଲରେ ସେମିତି ଯୀଶୁ ମଧ୍ୟ କ'ଣ କହିଲେ? ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ ବୋଲି ଲେଖା ହେଇଛି। ତ ସେଠାରେ ପ୍ରଭୁ ପ୍ରଭୁ ବୋଲି ଖ୍ରୀଷ୍ଟିଆନ ଲୋକମାନେ ଆମେମାନେ ଆଗ ଡାକିଥାଉ, କିନ୍ତୁ ଯୀଶୁ କହୁଛନ୍ତି ଯେ ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ଯିବେ ନାହିଁ। ତ ମାନେ ଖ୍ରୀଷ୍ଟିଆନ ସମାଜରୁ ବି ଅଧିକାଂଶ ଲୋକ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ ନାହିଁ। ତାର କାରଣ କ'ଣ? ସେମାନେ କ'ଣ ଭଲ ନୁହନ୍ତି, ପ୍ରାର୍ଥନା କରିନାହାନ୍ତି, ଗିର୍ଜା ଯାଉନାହାନ୍ତି, ଦଶମାଂଶ? ସେଇଟା କାରଣ ନାହିଁ, ସେଇଟା ସମସ୍ୟା ନାହିଁ ଭାଇ। ସମସ୍ୟା ହେଉଛି ଆମେ ଖ୍ରୀଷ୍ଟିଆନ ହେଉ କି ଯେକୌଣସି କ୍ୟାଟାଗୋରୀ ଲୋକ ହେଉ, କିମ୍ବା ଯେକୌଣସି ଡିନୋମିନେସନର ହେଉ ନା କାହିଁକି, ଆମେ ଯଦି ସତ୍ୟ ପଥକୁ ବାଇବେଲରେ ଆବିଷ୍କାର ନ କରିବା, ତେବେ ଆମେ ଜଣେ ଲୋକ, ଆମେ ନିଜର ଉତ୍ତମତାକୁ ନେଇ ବଞ୍ଚିବା, ଶେଷରେ ଆମେ କେବେ ହେଲେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ତ ଆସନ୍ତୁ ଆଉ ଗୋଟେ ବାକ୍ୟ ପଢ଼ିବା। ଯୋହନ ପୁସ୍ତକ 9 ପର୍ବ ତାର 31 ପଦ କହୁଛି। ଯୋହନ ପୁସ୍ତକ 9 ପର୍ବ ତାର 31 ପଦ। ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ। କିନ୍ତୁ ଯଦି କେହି ଈଶ୍ୱର ଭକ୍ତ ହୋଇ
ତାହାଙ୍କର ଇଚ୍ଛା ସାଧନ କରେ, ତାହେଲେ ସେ ତାର କଥା ଶୁଣନ୍ତି। ଈଶ୍ୱରଙ୍କର ଇଚ୍ଛା ସାଧନ କରିବା କଥା ଲେଖାଯାଇଛି। ଆମ ଜୀବନକୁ ଯଦି ଦେଖିବା, ଆମେ କେତେ ପରିମାଣରେ ଈଶ୍ୱରଙ୍କର ଇଚ୍ଛା ସାଧନ କରୁଛୁ। ତ ଏଠି ଉପରେ କ'ଣ ଲେଖା ହେଇଛି, ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ। ତ ବହୁତ ଦୁଃଖର ବିଷୟ। ଆମେ ଯେତେବେଳେ ନିଜକୁ ଦେଖୁଛୁ ଆମର କର୍ମମୟ ଜୀବନରେ, ଆମର ଜୀବନଶୈଳୀକୁ ଯଦି ଆମେ ଦେଖିବା ବାଇବେଲ ଅନୁସାରେ, ତେବେ ନିଶ୍ଚିତ ଭାବେ ଆମେ ହେଉଛୁ ପାପୀ। ଆମର ଜୀବନ ହେଉଛି ପାପମୟ। ଆମେ ପାପରେ ଛନ୍ଦା ହେଇକି ବଞ୍ଚୁଥିବା ଲୋକ ଅଟୁ। ଆମେ ଶାରୀରିକ ଜୀବନ ବିତାଉଥିବା ଲୋକ ଅଟୁ, ଯାହାକି ଈଶ୍ୱରଙ୍କର ବିରୋଧୀ, ବିପରୀତ ବା ଶତ୍ରୁ ଭାବେ ବଞ୍ଚୁଥିବା ଲୋକ ଅଟୁ। ଏଠି ବାଇବେଲ କ'ଣ କହୁଛି, ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ ବୋଲି ଲେଖା ଅଛି। ହେଲେ ଆମେ ଯେତେବେଳେ ପ୍ରାର୍ଥନା କରୁଛୁ, ଆମେ କ'ଣ ଭାବୁଛୁ, ଈଶ୍ୱର ଶୁଣୁଛନ୍ତି। ଆମେ ଯେତେବେଳେ ଈଶ୍ୱରଙ୍କର କୌଣସି କାର୍ଯ୍ୟ କରୁଛୁ, ଆମେ ଭାବୁଛୁ ଈଶ୍ୱର ଗ୍ରହଣ କରୁଛନ୍ତି। କିନ୍ତୁ ବାଇବେଲ ଏଠି କ'ଣ କହୁଛି, ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ ବୋଲି ଲେଖା ହେଇଛି। ତେବେ ଏଇଟା ମୁଁ କହୁନି, ବାଇବେଲରେ ଲେଖା ହେଇଛି। ତେବେ ଆମେ ଯଦି ପାପୀ, ଆମେ ନିଶ୍ଚିତ ଭାବେ ପାପୀ। ତେବେ ଆମେ ଯଦି ବାଇବେଲକୁ କେନ୍ଦ୍ର କରିକି ଆମେ ଜୀବନକୁ ଦେଖିବା, ତେବେ ଆମର କଥା କେବେ ହେଲେ ଶୁଣାଯାଉନାହିଁ। କାହିଁକି ଶୁଣାଯାଉନାହିଁ? ଆସନ୍ତୁ ଆଉ ଗୋଟେ ବାକ୍ୟ ଦ୍ୱାରା ମୁଁ ଆପଣଙ୍କୁ ଦେଖେଇବି। ଆମେ ଯିଶାୟ 59 ପର୍ବକୁ ଯିବା। ଯିଶାୟ 59 ପର୍ବ 59। ଯିଶାୟ 59 ପର୍ବର 1-2 ପଦ ଆମେ ପାଠ କରିବା। କ'ଣ ଲେଖା ଅଛି? ଦେଖ, ସଦାପ୍ରଭୁଙ୍କର ହସ୍ତ ଛୋଟ ହୋଇଯାଇ ନାହିଁ ଯେ ତାହା ପରିତ୍ରାଣ କରି ନ ପାରେ, କିଏ ବା ତାହାଙ୍କର କର୍ଣ୍ଣ ଭାରି ହୋଇଯାଇ ନାହିଁ ଯେ ତାହା ଶୁଣି ନ ପାରେ। ପରମେଶ୍ୱର ଶୁଣିବା ପାଇଁ ଚାହୁଁଛନ୍ତି। ପରମେଶ୍ୱର ଆମର ପ୍ରତ୍ୟେକ ବିଷୟରେ ଆଶୀର୍ବାଦ ଦେବା ପାଇଁ ଚାହୁଁଛନ୍ତି। ଆମକୁ ଖୁସି, ଆନନ୍ଦ, ଆମମାନଙ୍କୁ ଲକ୍ଷ୍ୟସ୍ଥଳରେ ନେବା ପାଇଁ ପରମେଶ୍ୱର ଆଗ୍ରହୀ ଅଟନ୍ତି। ଆଉ ସେ ଆମ ପ୍ରତି ମନୋଯୋଗୀ ବି ଅଟନ୍ତି। କିନ୍ତୁ ବାକ୍ୟ କ'ଣ କହୁଛି, ଯେ ତାହା ଶୁଣି ନପାରେ, ମାତ୍ର ତୁମମାନଙ୍କର ଅପରାଧ ସବୁ ତୁମମାନଙ୍କର ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇ ଅଛି ଓ ତୁମମାନଙ୍କର ପାପ ସବୁ ତୁମମାନଙ୍କ ଠାରୁ ତାହାଙ୍କ ମୁଖ ଲୁଚାଇ ଅଛି, ଏଥିପାଇଁ ସେ ଶୁଣିବେ ନାହିଁ। ତ ଏଠି କାରଣ ଯଦି ଆମେ ଖୋଜିବା, ହଁ ନିଶ୍ଚିତ ଭାବେ ଆମେ ପ୍ରାର୍ଥନା କରିପାରିବା, ଗିର୍ଜା ଯାଇପାରିବା, ଦଶମାଂଶ ଦେବା, ସବୁ ବିଷୟ କରିପାରିବା। କିନ୍ତୁ ଯେଉଁ ପର୍ଯ୍ୟନ୍ତ ଆମେ ପାପରୁ ପରିଷ୍କୃତ ହେଇନାହୁଁ, ଯେଉଁ ପର୍ଯ୍ୟନ୍ତ ଆମେ ପରିତ୍ରାଣ ପାଇନାହୁଁ, ପରମେଶ୍ୱରଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ। ତେବେ ଏଠି କ'ଣ ଲେଖା ହେଇଛି, ମାତ୍ର ତୁମମାନଙ୍କର ଅପରାଧ ସବୁ। ଆମ ଜୀବନରେ ଅନେକ ଅପରାଧ ଆମେ କରିଛୁ। ଅପରାଧ ମାନେ କାହାର ବେକ କାଟିନୁ, ସେ କଥା ନୁହେଁ। ଅପରାଧ ମାନେ ଚୋରି କରିବା ଅପରାଧ, ମିଛ କହିବା ମଧ୍ୟ ଅପରାଧ। ଅନେକ ଅପରାଧ ଆମର ଜୀବନରେ କରିଛୁ। ଆଉ କ'ଣ ଲେଖା ହେଇଛି, ତୁମମାନଙ୍କର ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟେଇଛି, ମାନେ ଗୋଟେ କାନ୍ଥ, ପ୍ରାଚୀର ଘଟେଇଛି। ଆମେ ସବୁ ଯେଉଁ ଭୁଲ ଭଟକା କରୁଛୁ, ଆମର ଯେଉଁ ଅପରାଧ ସବୁ ରହିଛି, ଆଉ ପରମେଶ୍ୱରଙ୍କର ମଧ୍ୟରେ, ଆଉ ପରମେଶ୍ୱର ଆଉ ଆମ ମଧ୍ୟରେ କ'ଣ ହେଇଛି, ଗୋଟେ କାନ୍ଥ ବିଚ୍ଛେଦ ଘଟେଇଛି। ତାପରେ କ'ଣ ଲେଖା ହେଇଛି, ଓ ତୁମମାନଙ୍କର ପାପ ସବୁ ତୁମମାନଙ୍କର ତାହାଙ୍କ ମୁଖ ଲୁଚାଇ ଅଛି, ଏଥିପାଇଁ ସେ ଶୁଣିବେନି। ତ ଆମମାନଙ୍କର ପାପ ସବୁ, ଆମମାନଙ୍କର ଅଧର୍ମ ସବୁ କ'ଣ କରିଛି, ଈଶ୍ୱରଙ୍କର ମୁଖକୁ ଆମକୁ ଲୁଚେଇଛି, ସେଥିପାଇଁ ସେ ଶୁଣିବେ ନାହିଁ। ତ ବାଇବେଲ କହୁଛି, ଯଦି ପାପୀମାନଙ୍କର କଥା ଶୁଣିବେ ନାହିଁ ପରମେଶ୍ୱର, ତେବେ ନିଶ୍ଚିତ ଭାବେ ଶୁଣିବେ ନାହିଁ। ତ ସେଥିପାଇଁ ମୁଁ ଆପଣଙ୍କୁ କ'ଣ କହିବା ପାଇଁ ଚାହୁଁଛି, ଥରେ ହୃଦୟ ଖୋଲନ୍ତୁ। କ'ଣ କଲେ ପରମେଶ୍ୱର ଆମର ପାପକୁ ଆମର ପ୍ରାର୍ଥନା ଶୁଣିବେ, ଏ ବିଷୟରେ ଟିକେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି। ତ ପ୍ରକୃତରେ ଆମେ ଯେତେବେଳେ ପାପୀ, ଆମର ପ୍ରାର୍ଥନା କେବେ ହେଲେ ସ୍ୱର୍ଗରେ ଶୁଣାଯାଉ ନାହିଁ। ଆମେ ଯେତେବେଳେ ଆମର ଅପରାଧ କରୁଛୁ, ଆମେ ପାପ କରୁଛୁ, ଏ ପ୍ରକାର ଜୀବନରେ ହିଁ ବଞ୍ଚୁଥିବା, ତେବେ ପରମେଶ୍ୱରଙ୍କ ସହିତ ଆମର କେବେ ହେଲେ କୌଣସି ସମ୍ପର୍କ ନାହିଁ। ଆମେ କେବଳ ମନେ ମନେ ଭାବୁଥିବା, ହୁଏତ ମଲା ପରେ ମୁଁ ସ୍ୱର୍ଗ ଯାଇପାରେ, ହୁଏତ ପରମେଶ୍ୱର ମୋର ପ୍ରାର୍ଥନା ଶୁଣୁଛନ୍ତି। କାହିଁକି ଏ କଥା ଆମେ ଚିନ୍ତା କରୁଛୁ? କାରଣ ଆମେ ଯେତେବେଳେ ନିଜକୁ ଦେଖୁଛୁ, ହଁ ମୁଁ ତ ଚୋରି କରୁନାହିଁ, ମୁଁ ତ ବ୍ୟଭିଚାର କରୁନାହିଁ, ବିପରୀତ ଭାବରେ ମୁଁ ପ୍ରଚାର କରୁଛି, ବାଇବେଲ ପଢ଼ୁଛି, ପ୍ରାର୍ଥନା କରୁଛି, ଏଇଟା ଆମ ଦୃଷ୍ଟିରେ ବହୁତ ଠିକ୍ ଦେଖାଯାଉଛି। ସେଥିପାଇଁ ଆମେ ଭାବୁଛୁ, ହଁ ନିଶ୍ଚିତ ଭାବେ ପରମେଶ୍ୱର ମୋତେ ଗ୍ରହଣ କରିଛନ୍ତି, ଆଉ ଗ୍ରହଣ କରିବେ, ଆଉ ମଲା ପରେ ମୁଁ ସ୍ୱର୍ଗ ଯିବି, ଏ ପ୍ରକାର ଚିନ୍ତା କରୁଛୁ। ଏଇ ଚିନ୍ତାଧାରା ଆମର ପ୍ରକୃତରେ ଭୁଲ ଅଟେ। କାହିଁକି ଭୁଲ ଅଟେ? ଆମେ ଯାହା ବି ଭାବୁଛୁ, ଆମେ ନିଜକୁ କେନ୍ଦ୍ର କରିକି ଭାବୁଛୁ।
ଆମେ କ'ଣ କରିଛୁ ସେଇ ଉପରେ ଭାବୁଛୁ। ତ କଇନ ଜଣେ ଲୋକ ଥିଲା, ସେ ନିଜ ଉପରେ ବିଶ୍ୱାସ କରୁଥିଲା, ନିଜ ଉପରେ ଭରସା କରୁଥିଲା, ନିଜର କର୍ମକୁ ନେଇକି ସେ ବଢ଼ୁଥିଲା। ସେଇ ବିଷୟ ତାକୁ କ'ଣ କଲା, ପ୍ରକୃତରେ ଈଶ୍ୱରଙ୍କ ଠାରୁ ଦୂରକୁ ନେଇଗଲା। ଆଉ ଈଶ୍ୱର ତାକୁ କେବେ ହେଲେ ଗ୍ରହଣ କଲେନି। ମୁଁ ଯାହା କହୁଛି ଆପଣ ନିଶ୍ଚିତ ଭାବେ ବୁଝିପାରୁଥିବେ। ତ ସେଥିପାଇଁ ବାଇବେଲ ଆମକୁ କ'ଣ ପରାମର୍ଶ କରୁଛି, ନିଜର ରାସ୍ତାରୁ ହଟିଯାଅ ବୋଲି। ନିଜର ରାସ୍ତାରୁ ହଟିଯିବାର ମାନେ ଆମେ ଯେଉଁ ବିଷୟ ନେଇକି ଆମେ ନିଜକୁ ସ୍ଥାପିତ କରିବା ପାଇଁ ଚାହୁଁଛୁ, ଯେଉଁ ରାସ୍ତାରେ ଗଲେ ଆମେ ଠିକ୍ ଦେଖାଯିବା ବୋଲି ଆମର ବିଶ୍ୱସ୍ତତା, ଆମର ଧାର୍ମିକତା, ଆମର ଜୀବନ କାହାଣୀ, ଆମର ଭଲ, ଏସବୁ ବିଷୟକୁ ନେଇକି ଆମେ ତା ଉପରେ ଠିଆ ହେଇକି ଆମେ କ'ଣ କରୁଛୁ, ଈଶ୍ୱରଙ୍କ ନିକଟକୁ ଯିବା ପାଇଁ, ପରିତ୍ରାଣ ପାଇବା ପାଇଁ ଆଶା ରଖିଛୁ। କିନ୍ତୁ ପରମେଶ୍ୱର କ'ଣ କହୁଛନ୍ତି, ପ୍ରକୃତରେ ତାହା ହେଉଛି ଭୁଲ ରାସ୍ତା। ତାକୁ ଯେମିତି ଆମେ ହୃଦୟରୁ ବାହାର କରି କେବଳ ଯୀଶୁଙ୍କୁ ଆମେ ବିଶ୍ୱାସ କରିବା, ତାହା ଈଶ୍ୱର ଚାହୁଁଅଛନ୍ତି। ଆଉ ଯେତେବେଳେ ଆମେ ଯୀଶୁଙ୍କୁ ଦେଖିବା, ଆଉ ଯୀଶୁ ସେଠାରେ ଆମ ପାଇଁ ବୋଲିକି ସକଳ ବିଷୟକୁ ସମାପ୍ତ କରିସାରିଛନ୍ତି। କୃଷରେ କ'ଣ କହିଲେ, ଏଥର ସମାପ୍ତ ହେଲା। ତ ଆମେ ପରିତ୍ରାଣ ପାଇବା ପାଇଁ ଚାହୁଁଛୁ, ଆମର ପରିତ୍ରାଣ କାର୍ଯ୍ୟ ପରମେଶ୍ୱର ଯୀଶୁଙ୍କ ଦ୍ୱାରା ସମାପ୍ତ କରିଛନ୍ତି। ଆମେ ଧାର୍ମିକ ହେବାକୁ ଚାହୁଁଛୁ, ଆମକୁ ଧାର୍ମିକ କାର୍ଯ୍ୟ କରିବା କାର୍ଯ୍ୟ ଯୀଶୁ କୃଷରେ ସମାପ୍ତ କରିଛନ୍ତି। ତେଣୁ ମୁଁ ଆଶା କରେ ଆପଣ ନିଜ ଉପରେ ବିଶ୍ୱାସ ନ ରଖିକି ନିଜର ରାସ୍ତାକୁ ଭୁଲ ବୋଲି ବାକ୍ୟ ଦ୍ୱାରା ପ୍ରମାଣ ପାଇକି, ହଁ ଆମେମାନେ ପାପୀ, ଆମର ପ୍ରାର୍ଥନା କେବେ ଶୁଣାଯିବ ନାହିଁ, ସେଥିପାଇଁ ଆମେ ଯାହା କଲେ ମଧ୍ୟ କିଛି ଲାଭ ହେବ ନାହିଁ। ତ ଆମେ ନିଜକୁ ଯେମିତି ଫିଙ୍ଗିବା, ବାଇବେଲ ଆମକୁ ତାହା ଶିଖାଉଛି। ଆମେ ଯେମିତି କେବଳ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା। ଆଉ ଯୀଶୁଖ୍ରୀଷ୍ଟ ଆମମାନଙ୍କର ପାପ, ସମସ୍ତ ପାପରୁ ଆମକୁ କ'ଣ କରିଛନ୍ତି, କ୍ଷମା କରିସାରିଛନ୍ତି। ବାଇବେଲରେ ସେମିତି ଲେଖା ଅଛି। ଆଶା କରେ ଆପଣ ମଧ୍ୟ ବାଇବେଲ ପଢ଼ିବେ ଆଉ ବିଶ୍ୱାସର ହୃଦୟକୁ ନେଇକି ବଞ୍ଚିବେ। ଗୋଟେ ବାକ୍ୟ ପଢ଼ିକି ଆମେ ଶେଷ କରିବା। ଏବ୍ରି 9ର 11-12 ପଦ ମୁଁ ପଢ଼ୁଛି। ଏବ୍ରି 9:11 ଆଉ 12 ପଦ। କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପ ଉପସ୍ଥିତ ହୋଇ ଏହି ସୃଷ୍ଟିର ଭିନ୍ନ ଅହସ୍ତକୃତ ମହତ୍ତର ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ, ମାତ୍ର ଆପଣା ରକ୍ତ ଘିନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। ତ ଏହା ଯୀଶୁଖ୍ରୀଷ୍ଟ କରିଛନ୍ତି। ଏଇଟା ଆମ ଦ୍ୱାରା ହେବ ନାହିଁ। ପବିତ୍ର ରକ୍ତ ଆମ ପାଖରେ ନାହିଁ, ଯୀଶୁଙ୍କ ପାଖରେ ଥିଲା। ତେଣୁ ଯୀଶୁ କ'ଣ କଲେ, ବାଇବେଲର ନିୟମ ଅନୁସାରେ, ବ୍ୟବସ୍ଥା ଅନୁସାରେ ରକ୍ତପାତ ବିନା ପାପ ମୋଚନ ହେବ ନାହିଁ। ଯେଉଁ ପର୍ଯ୍ୟନ୍ତ ଯୀଶୁଙ୍କ ରକ୍ତ ଝରି ନାହିଁ, ସେ ପର୍ଯ୍ୟନ୍ତ ଆମର ପାପ କେବେ ଧୁଆଯାଇପାରିବ ନାହିଁ। ସେଥିପାଇଁ ଯୀଶୁ ଆସି 2000 ବର୍ଷ ପୂର୍ବେ କ'ଣ କଲେ, ଆମ ପାଇଁ ପବିତ୍ର ରକ୍ତକୁ ଝରେଇଲେ। ଆଉ ସେ ରକ୍ତ ଧରିକି ସେ ବ୍ୟବସ୍ଥା ଅନୁସାରେ ସ୍ୱର୍ଗରେ ଯେଉଁ ସମାଗମ ତମ୍ବୁ ଅଛି, ତହିଁରେ ଯାଇକି ପ୍ରବେଶ କରିଛନ୍ତି ଆଉ ଆମର ମୁକ୍ତିକୁ ଘୋଷଣା କରିଛନ୍ତି। କ'ଣ ଲେଖା ହେଇଛି, ଅନନ୍ତ ମୁକ୍ତି ସାଧନ କରିଛନ୍ତି। ଯେତେବେଳେ ଆମେ ନିଜକୁ ଦେଖିବା, ହଁ ପ୍ରକୃତରେ ଆମେ ଗୋଟେ ପାପୀ ଲୋକ, ନିଜକୁ ଦେଖିବା ଆମେ ଗୋଟେ ଏହି ପ୍ରକାର ଲୋକ, କିନ୍ତୁ ଯେତେବେଳେ ଆମେ ନିଜକୁ ନିଜଠାରୁ ପୃଥକ ହୋଇ କେବଳ ଯୀଶୁଖ୍ରୀଷ୍ଟଙ୍କୁ ଦେଖିବା, ଆଉ ଯେତେବେଳେ ବିଶ୍ୱାସ ଚକ୍ଷୁରେ ଦେଖିବା, ସେଠାରେ ଯୀଶୁ ସକଳ ବିଷୟକୁ ସାଧନ କରିସାରିଛନ୍ତି। ଆଉ ଆମମାନଙ୍କୁ କ'ଣ କରିଛନ୍ତି, ଅନନ୍ତ କାଳ ପାଇଁ ମୁକ୍ତ କରିସାରିଛନ୍ତି। ବାଇବେଲ ପଢ଼ନ୍ତୁ ଆଉ ଈଶ୍ୱରଙ୍କର କାର୍ଯ୍ୟକୁ ଗ୍ରହଣ କରନ୍ତୁ। ଧନ୍ୟବାଦ।